ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପତ୍ରର 3 ପର୍ବର 27 ପଦରୁ ଆରମ୍ଭ କରି 4 ପର୍ବର 3 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦିଏ ଯେ ଆମମାନେ ସେହି ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ବିଷୟ ନେଇ ଅଧ୍ୟୟନ କରି ଆସୁଅଛୁ। ଆମମାନେ ଗତ ପାଠରେ ମଧ୍ୟ ଅବ୍ରାହମଙ୍କର ଜୀବନ ମଧ୍ୟ ଦେଇ ତାହା ମଧ୍ୟ ଲକ୍ଷ୍ୟ କଲୁ, ଯାହାକି ପ୍ରେରିତ ପାଉଲ ଉପସ୍ଥାପିତ କରିଅଛନ୍ତି। ଆଉ ପ୍ରକୃତିରେ ଅବ୍ରାହମଙ୍କ ସମୟରେ ଯଦିଓ ବ୍ୟବସ୍ଥା ପ୍ରଦାନ କରାଯାଇ ନଥିଲା, ମାତ୍ର ଅବ୍ରାହମ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଲେ। ଆଉ ଆଜି ମଧ୍ୟ ସେହି ପ୍ରକାର ଅନୁଗ୍ରହର ଯୁଗରେ ଆମମାନେ ସେହି ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୋଇପାରିବା। ଆଉ ତାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ଗଣିତ ହୋଇପାରିବା। କାରଣ ଆମମାନଙ୍କର ଧର୍ମକର୍ମ ନେଇ, ଆମମାନଙ୍କର ବ୍ୟବସ୍ଥା ପାଳନ ନେଇ ଆମମାନେ କେବେ ହେଲେ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବା ନାହିଁ, ଯେହେତୁ ଆମମାନେ ଦୁର୍ବଳ ମନୁଷ୍ୟ। ଆମମାନେ ଯେଉଁ ଉତ୍ତମ ବିଷୟ କରିବା ପାଇଁ ଚାହୁଁ, ଆମେ ତାହା କରିପାରୁନା। ଆମେ ଯେଉଁ ବିଷୟ କରିବା ପାଇଁ ଚାହୁଁନା, ତାହା ହିଁ କରିପକାଉ। ଅନେକ ସମୟରେ ଆମମାନେ ତାହା ନିଜ ଜୀବନ ଅନୁଭବ କରିଅଛୁ। ମୋର ବିଶ୍ୱାସ ଆପଣ ମଧ୍ୟ ସେହି ପ୍ରକାର ଅନୁଭୂତି ମଧ୍ୟ ଦେଇ ଗତି କରିଥିବେ। ଅନେକ ସମୟରେ ଆମମାନେ ପ୍ରଭୁଙ୍କ ନିମନ୍ତେ ଅନେକ କିଛି ଉତ୍ତମ ବିଷୟମାନ ସାଧନ କରିବା ପାଇଁ ଚାହୁଁ, କିନ୍ତୁ କରିପାରିନଥାଉ। ଆମେ ପ୍ରଭୁଙ୍କ ନିକଟରେ ଅନେକ କିଛି ଉତ୍ତମ ବିଷୟ କରିବା ପାଇଁ ପ୍ରତିଜ୍ଞା କରିଥାଉ, ମାତ୍ର କରିପାରିନଥାଉ। କାରଣ ଆମମାନେ ଦୁର୍ବଳ ମନୁଷ୍ୟ। ଜାଣତରେ ହେଉ ବା ଅଜାଣତରେ ହେଉ, ଆମମାନେ ଅନେକ ଭୁଲ କରିବସୁ। ତେଣୁ ଆମମାନଙ୍କ ଜୀବନରେ ଆମମାନେ ଯଦି ସେହି ବିଶ୍ୱାସରେ ଆଗେଇବା ଏବଂ ସେହି ପ୍ରଭୁ ଯୀଶୁଙ୍କଠାରେ ନିର୍ଭର କରି ତାହାଙ୍କୁ ହୃଦୟ ମଧ୍ୟରେ ସ୍ଥାନ ଦେଇ ତାହାଙ୍କ ଶକ୍ତିରେ ଶକ୍ତିଯୁକ୍ତ ହେବା, ତାହେଲେ ଆମେ ନିଶ୍ଚିତ ଭାବରେ ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ସମର୍ଥ ହୋଇପାରିବା ଏବଂ ଈଶ୍ୱରଙ୍କର ସେହି ଧାର୍ମିକତାର ପଥରେ ଆମମାନେ ଅଗ୍ରସର ହୋଇପାରିବା। ଆମେ ଈଶ୍ୱରଙ୍କ ନିମନ୍ତେ ଉତ୍ତମ ବିଷୟମାନ ମଧ୍ୟ ସାଧନ କରିପାରିବା। ସେ ଆମମାନଙ୍କୁ ଶକ୍ତି ଦେବେ ତାହା ସାଧନ କରିବା ପାଇଁ, କିନ୍ତୁ ଆମେ ନିଜ ଶକ୍ତିରେ ତାହା ପାରିବା ନାହିଁ। ଏହା ନିରାଟ ସତ୍ୟ। ତେବେ ଆସନ୍ତୁ ଆମେ ତହିଁର କ୍ରମଶଃ ବର୍ତ୍ତମାନ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ଦେଖନ୍ତୁ 3 ପର୍ବର 27 ପଦରେ ଏହିପରି ଲେଖା ଅଛି, ଯେଣୁ ତୁମେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। ଏଠାରେ ପ୍ରକୃତରେ ପାଉଲ ଜଳରେ ବାପ୍ତିସ୍ମ ନେବାର ବିଷୟକୁ ପ୍ରକାଶ କରନ୍ତି ନାହିଁ, ମାତ୍ର ପବିତ୍ର ଆତ୍ମାରେ ବାପ୍ତିସ୍ମ ନେବାର ବିଷୟକୁ ପ୍ରକାଶ କରନ୍ତି। କାରଣ ଜଳରେ ବାପ୍ତିସ୍ମ ଗ୍ରହଣ କରିବା ଏକ ଆନୁଷ୍ଠାନିକ ବିଧିବିଧାନ ଓ ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିମନ୍ତେ ନିତାନ୍ତ ଆବଶ୍ୟକ। ମାତ୍ର ପବିତ୍ର ଆତ୍ମାରେ ବାପ୍ତିଜିତ ହେବା ବାସ୍ତବ ବା ପ୍ରକୃତ ବାପ୍ତିସ୍ମ। ଏହି ପବିତ୍ର ଆତ୍ମାରେ ବାପ୍ତିସ୍ମ ଆପଣଙ୍କୁ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଶରୀରର ଅର୍ଥାତ୍ ମଣ୍ଡଳୀର ଅନ୍ତର୍ଭୁକ୍ତ କରାଇଥାଏ। ସେଥିପାଇଁ ପ୍ରଥମ କରନ୍ଥୀୟ 12 ପର୍ବର 13 ପଦରେ ପ୍ରେରିତ ପାଉଲ ଏହିପରି କହନ୍ତି, ଯେଣୁ ଆମ୍ଭେମାନେ ଯିହୁଦୀ ହେଉଁ ବା ଗ୍ରୀକ୍ ହେଉଁ, ଦାସ ହେଉଁ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ, ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ଏହାର ଅର୍ଥ ଆମ୍ଭେମାନେ ପରିଚିତ ଓ ପ୍ରକୃତରେ ତଥା ସତ୍ୟ ଭାବରେ ଆମ୍ଭେମାନେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଶରୀରର ବା ମଣ୍ଡଳୀର ଅଂଶୀ ହୋଇଅଛୁ ଓ ତହିଁର ଅନ୍ତର୍ଭୁକ୍ତ ହୋଇଅଛୁ। ଆମ୍ଭେମାନେ ସେହି ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ ଓ ତାହାଙ୍କୁ ପରିଧାନ କରିଅଛୁ। ଈଶ୍ୱର ଆମମାନଙ୍କୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଦେଖନ୍ତି। ତେଣୁକରି ସେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ଗଣିତ କରାନ୍ତି। ଯେହେତୁ ଖ୍ରୀଷ୍ଟଙ୍କୁ ପରିଧାନ କରିବାର ଅର୍ଥ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଯେଉଁ ଧାର୍ମିକତା ସାଧନ କରିଅଛନ୍ତି, ସେହି ଧାର୍ମିକତା ରୂପ ବସ୍ତ୍ର ପରିଧାନ କରିବା। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ସେହିପରି କରିପାରୁଛୁ ବା କରିପାରିଛୁ? କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ନ ଗଲେ ଆମେ ପବିତ୍ର ଈଶ୍ୱରଙ୍କର ଉପସ୍ଥିତି କିମ୍ବା ସାନ୍ନିଧ୍ୟ ଲାଭ କରିପାରିବା ନାହିଁ। ଆଜି ଅନେକ ଭାଇ ଭଉଣୀମାନେ ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ ଚାହାନ୍ତି, ଆଉ ସେମାନେ ବିଭିନ୍ନ ପ୍ରକାର ଧାରା ପ୍ରୟୋଗ କରନ୍ତି। ସେମାନେ ବିଭିନ୍ନ
ଲୋକମାନଙ୍କର ଆଶ୍ରୟ ନିଅନ୍ତି। ସେମାନେ ଅନେକ ପୂଜା ବିଧି ସବୁ ପାଳନ କରନ୍ତି। ସେମାନେ ନିଜର ଶରୀରକୁ କଷ୍ଟ ଦିଅନ୍ତି। କିନ୍ତୁ ଏସବୁ କରିବା ଦ୍ୱାରା ଆମମାନେ କେବେ ହେଲେ ପବିତ୍ର ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିପାରିବା ନାହିଁ। ପବିତ୍ର ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିବାକୁ ହେଲେ ଆମମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ହିଁ ଯିବାକୁ ହେବ। ସେ କେବଳ ଆମମାନଙ୍କୁ ପବିତ୍ର ଈଶ୍ୱରଙ୍କର ସାନ୍ନିଧ୍ୟ ମଧ୍ୟ ଦେଇ ଯିବା ପାଇଁ ସାହାଯ୍ୟ କରିବେ। ଆମମାନେ ପବିତ୍ର ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିପାରିବା, କାରଣ ପ୍ରଭୁ ଯୀଶୁ ନିଜେ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଆପଣ ଜାଣିଥିବେ, ଏହି ଜଗତରେ ଅନେକ ମହାପୁରୁଷମାନେ, ମୁନି ଋଷିମାନେ ସେମାନେ କହନ୍ତି ଯେ ଏଇ ପଥରେ ଗଲେ ଆପଣ ମୋକ୍ଷ ପ୍ରାପ୍ତି ହେବେ। କିନ୍ତୁ କେହି କହିନାହାନ୍ତି ଯେ ମୁଁ ହେଉଛି ପଥ ସତ୍ୟ ଓ ଜୀବନ। କିନ୍ତୁ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ। କାହିଁକି ସେ କଥା କହନ୍ତି? ଯେହେତୁ ସେ ନିଜେ ହେଉଛନ୍ତି ସେହି ପଥ, ସେ ନିଜେ ହେଉଛନ୍ତି ସେହି ସତ୍ୟ, ଆଉ ସେ ନିଜେ ହେଉଛନ୍ତି ସେହି ଜୀବନ। ଆଉ ସେ କାହିଁକି ଆମମାନଙ୍କ ନିମନ୍ତେ ପଥ ସତ୍ୟ ଓ ଜୀବନ? ଯେହେତୁ ସେ ନିଜେ ସମସ୍ତ ବିଷୟ ଆମମାନଙ୍କ ପାଇଁ ସାଧନ କରିଅଛନ୍ତି। ସେ ଆମମାନଙ୍କର ଉଦ୍ଧାର ସାଧନ କରିଅଛନ୍ତି। ସେ ଆମମାନଙ୍କର ସମସ୍ୟା ସମାଧାନ କରନ୍ତି। ସେ ଆମମାନଙ୍କର ଦୁଃଖ ଦୂର କରନ୍ତି। ସେ ହେଉଛନ୍ତି ଆମମାନଙ୍କର ସତ୍ୟ ଜୀବନ୍ତ ଈଶ୍ୱର। ସେ ହେଉଛନ୍ତି ଆମମାନଙ୍କର ଅନନ୍ତ ଜୀବନ ଦାତା। ଯେହେତୁ ସେ ଏହି ସମସ୍ତ ବିଷୟ ଏହି ଜଗତ ମଧ୍ୟରେ ସାଧନ କରିଅଛନ୍ତି, ଆଉ ସେ ତାହା ସିଦ୍ଧ କରିଅଛନ୍ତି, ପ୍ରମାଣିତ କରିଅଛନ୍ତି, ଯାହାକି ଆମମାନେ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଅଧ୍ୟୟନ କରି ଲକ୍ଷ୍ୟ କରିବାକୁ ପାରୁ। ତେଣୁ ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଆମମାନେ ବିଶ୍ୱାସ କଲେ ସେ ଆମମାନଙ୍କୁ ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇବେ। ତାଙ୍କ ବିନା ଆମମାନେ କେବେ ହେଲେ ନିଜ ଶକ୍ତିରେ, ନିଜ ଜ୍ଞାନରେ, ନିଜ ଧାର୍ମିକତାରେ, ନିଜ ଧର୍ମକର୍ମ ନେଇ ଆମମାନେ କେବେ ହେଲେ ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିପାରିବା ନାହିଁ। ତେବେ 3 ପର୍ବର 28 ପଦରେ ଏହିପରି ଲେଖା ଅଛି, ଯିହୁଦୀ କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କଠାରେ କୌଣସି ଭିନ୍ନତା ନାହିଁ। ଖ୍ରୀଷ୍ଟ କୌଣସି ଜାତି, ଧର୍ମ, ବର୍ଣ୍ଣ ଦେଖନ୍ତି ନାହିଁ, ମାତ୍ର ସେ ଦେଖନ୍ତି ମନୁଷ୍ୟର ହୃଦୟ। କାରଣ ସେ କୌଣସି ଧର୍ମକୁ ପ୍ରତିଷ୍ଠିତ କରିବାକୁ ଏହି ଜଗତକୁ ଆସିନଥିଲେ, ମାତ୍ର ମନୁଷ୍ୟର ହୃଦୟର ପରିବର୍ତ୍ତନ ନିମନ୍ତେ ଆସିଥିଲେ। କାରଣ ଈଶ୍ୱର କୌଣସି ଜାତି, ଧର୍ମ, ବର୍ଣ୍ଣ ଦେଖନ୍ତି ନାହିଁ, ମାତ୍ର ଦେଖନ୍ତି ମନୁଷ୍ୟର ହୃଦୟ, ଓ ସେ ମନୁଷ୍ୟର ହୃଦୟରେ ବାସ କରିବାକୁ ଚାହାନ୍ତି। ଲୋକମାନେ ଏହି ସମସ୍ତ କରିଅଛନ୍ତି। ଲୋକମାନେ ଜାତି, ଧର୍ମ, ବର୍ଣ୍ଣକୁ ଦେଖନ୍ତି, କାରଣ ମନୁଷ୍ୟମାନେ ଏହି ସମସ୍ତ କରିଅଛନ୍ତି। କିନ୍ତୁ ଈଶ୍ୱରଙ୍କ ନିକଟରେ ଜାତି ହେଉଛି ପୁରୁଷ ଓ ସ୍ତ୍ରୀ, ଆଉ କୌଣସି ଜାତି ନାହିଁ। ତାହାଙ୍କ ନିକଟରେ ଧର୍ମର ଅର୍ଥ ହେଉଛି ହୃଦୟର ପରିବର୍ତ୍ତନ, ଆଉ ତାହାଙ୍କ ନିକଟରେ ହିଁ ସମସ୍ତେ ସମାନ। ତାହାଙ୍କ ନିକଟରେ କଳା ଗୋରାର କୌଣସି ଭେଦଭାବ ନାହିଁ। ସେ ତାହାଙ୍କର ଇଚ୍ଛା ଅନୁଯାୟୀ ସମସ୍ତଙ୍କୁ ନିଜର ଇଚ୍ଛା ଅନୁଯାୟୀ ଗଢ଼ିଛନ୍ତି। ତେଣୁ ଆମମାନେ ଜାତି, ଧର୍ମ, ବର୍ଣ୍ଣକୁ ନେଇ କୌଣସି ଭେଦଭାବ ରଖିବା ଉଚିତ ନୁହେଁ। ତେଣୁ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟ ମଧ୍ୟରେ ସ୍ଥାନ ଦିଅନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ ଏକ ହୁଅନ୍ତି। ସେଠାରେ ଆଉ କୌଣସି ଭେଦାଭେଦ ରହେ ନାହିଁ, କାରଣ ସେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ମଧ୍ୟ ସେମାନଙ୍କର। ସେଠାରେ କୌଣସି କଳା ଗୋରାର ପ୍ରଭେଦ ନଥାଏ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମେ ସମସ୍ତେ ଏକ। ଆମମାନେ ପ୍ରତ୍ୟେକ ଭାଇ ଭଉଣୀରେ ପରିଣତ ହେଉ ଓ ଆମ୍ଭେମାନେ ସେହି ଅନନ୍ତ ରାଜ୍ୟରେ ମଧ୍ୟ ଏକ ହେବା। ଏଠାରେ ଦାସ ଓ ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଭିନ୍ନତା ଦେଖାଯାଏ, ମାତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ସେହିସବୁର ଲୋପ ହେବ। ତାହାଙ୍କ ନିକଟରେ ସମସ୍ତେ ସମାନ। ଖ୍ରୀଷ୍ଟ ଯୀଶୁଙ୍କଠାରେ ଦାସ ଓ ସ୍ୱାଧୀନ ବ୍ୟକ୍ତି ମଧ୍ୟରେ କୌଣସି ପ୍ରଭେଦ ନଥାଏ। ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ଓ ସମସ୍ତଙ୍କୁ ପ୍ରେମ କରନ୍ତି ଓ ସମସ୍ତଙ୍କ ନିମନ୍ତେ ଆପଣାର ପ୍ରାଣଦାନ କରିଅଛନ୍ତି। ପ୍ରକୃତରେ
ଏହା କାଳେ ଚମତ୍କାର ବିଷୟ। କିନ୍ତୁ ଆଜି ଆମମାନେ କ'ଣ କରୁଅଛୁ? ଆମେମାନେ କେବଳ ଜାତି ଧର୍ମ ବର୍ଣ୍ଣକୁ ନେଇ ଏହି ସ୍ଥାନରେ ଭେଦାଭେଦ ସୃଷ୍ଟି କରୁଅଛୁ। କିନ୍ତୁ ଆମମାନେ ଥରେ ସେହି ଖ୍ରୀଷ୍ଟଙ୍କ ପ୍ରତି ଲକ୍ଷ୍ୟ କରୁ। ସେ କୌଣସି ଜାତିକୁ ଦେଖିନଥିଲେ, ସେ କୌଣସି ବର୍ଣ୍ଣକୁ ଦେଖିନଥିଲେ, ସେ କୌଣସି କଳାଗରାର ଭେଦଭାବ ଦେଖିନଥିଲେ, ଉଚ୍ଚ ନିଚର ଭେଦଭାବ ଦେଖିନଥିଲେ, ଧନୀ ଗରିବର ଭେଦଭାବ ଦେଖିନଥିଲେ। ତାଙ୍କ ନିକଟରେ ସମସ୍ତେ ସମାନ। ସେ ସମସ୍ତଙ୍କର ଉଦ୍ଧାର ନିମନ୍ତେ ଆପଣାର ବହୁମୂଲ୍ୟ ରକ୍ତ ଦାନ କରିଅଛନ୍ତି। ଏହାପରେ ଗାଲାତୀୟ 3:29 ଲେଖା ଅଛି, ଆଉ ଯଦି ତୁମେମାନେ ଖ୍ରୀଷ୍ଟଙ୍କର, ତେବେ ତୁମେମାନେ ତ ଅବ୍ରାହମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ। ଦେଖନ୍ତୁ, ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନେ ଅବ୍ରାହମଙ୍କ ବଂଶ ରୂପେ ଗଣିତ ହେଉ। କାରଣ ଅବ୍ରାହମ ମଧ୍ୟ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୋଇଥିଲେ ଓ ରକ୍ଷାପ୍ରାପ୍ତ ହୋଇଥିଲେ। ଅବ୍ରାହମ ଏକ ଛୋଟ ମେଷକୁ ବଳିଦାନ କରିବା ନିମନ୍ତେ ଆଣିଥିଲେ, ଯାହାକି ଆଗକୁ ସେହି ଈଶ୍ୱରଙ୍କ ପୁତ୍ରଙ୍କ ଆଗମନର ବିଷୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ଯେ କି ସର୍ବଶ୍ରେଷ୍ଠ ବଳିଦାନ ସ୍ୱରୂପ ଥିଲେ। ଖ୍ରୀଷ୍ଟ ମଧ୍ୟ ଆସିଲେ ଓ ଆପଣଙ୍କର, ମୋର ଓ ସମଗ୍ର ମାନବ ଜାତିର ପାପ ନିମନ୍ତେ ବଳୀକୃତ ହେଲେ ଓ ଉଦ୍ଧାର ସାଧନ କଲେ। ଆଜି ମୁଁ ସେହି ଦୀର୍ଘ 2000 ବର୍ଷର ଇତିହାସ ପ୍ରତି ଲକ୍ଷ୍ୟ କରି କହିପାରେ ଯେ ଖ୍ରୀଷ୍ଟ ମୋ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ମୁଁ ପାପରୁ ଉଦ୍ଧାର ପାଇବି ଓ ଜୀବନ ଲାଭ କରିବି। ଓ ଆଜି ମୁଁ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତାହା ପ୍ରାପ୍ତ ହୋଇଅଛି। ପ୍ରିୟ ବନ୍ଧୁ, ଆପଣ ଯଦି ଆଜି ଖ୍ରୀଷ୍ଟଙ୍କଠାରେ ଅଛନ୍ତି ଓ ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ତାହେଲେ ଆମେ ସେହି ଅବ୍ରାହମଙ୍କର ସନ୍ତାନ ରୂପେ ଗଣିତ ହୋଇଅଛୁ। ଆମେମାନେ ସେହି ଅବ୍ରାହମଙ୍କର ବଂଶଧର ରୂପେ ଗଣିତ ହୋଇଅଛୁ ଓ ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ ହୋଇଅଛୁ, ଅର୍ଥାତ୍ ସେହି ଅନନ୍ତ କାଳସ୍ଥାୟୀ ପ୍ରତିଜ୍ଞା, ଯାହାକି ଅନନ୍ତ ଜୀବନର ଅଧିକାରୀ ହୋଇଅଛୁ। ଆଜି କ'ଣ ଆମମାନଙ୍କର ସେହିପରି ଅନୁଭୂତି ଅଛି କି? କିନ୍ତୁ ପ୍ରଭୁ ଚାହାନ୍ତି ଯେପରି ଆମମାନଙ୍କର ସେହିପରି ଅନୁଭୂତି ରହେ, କାରଣ ଆମମାନେ ବିଶ୍ୱାସ ଦ୍ୱାରା ଅବ୍ରାହମଙ୍କର ବଂଶ ରୂପେ ଗଣିତ ହେଉ। ଆସନ୍ତୁ ବର୍ତ୍ତମାନ ଆମେ ଗାଲାତୀୟ 4 ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା। ହାଗାର ଓ ସାରାଙ୍କର ରୂପକ ବର୍ଣ୍ଣନା। ପାଉଲ ଏହି ପର୍ବରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାର ବିଷୟକୁ ଦର୍ଶାଇବାକୁ ଯାଇ ହାଗାର ଓ ସାରାଙ୍କୁ ଏକ ରୂପକ ଅର୍ଥରେ ବର୍ଣ୍ଣନା କରନ୍ତି। ଏଠାରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ଆଉ କିଛି ବିଷୟ ପ୍ରାପ୍ତ ହେଉ, ଯାହାକି ଆମେ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପ୍ରାପ୍ତ ହୋଇପାରିବା ନାହିଁ। ଏହା ଆମ୍ଭମାନଙ୍କୁ ଈଶ୍ୱରଙ୍କ ସନ୍ତାନମାନଙ୍କର ସ୍ଥିତି ପ୍ରଦାନ କରେ। ଏହା ଆମମାନଙ୍କୁ ଆତ୍ମିକ ଜୀବନରେ ପୂର୍ଣ୍ଣତାର ବା ପରିପକ୍ୱତାର ସ୍ତରକୁ ଆଣେ। ଯେତେବେଳେ ଆମେ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଆରମ୍ଭ କରୁ, ସେତେବେଳେ ଆମେ ଆତ୍ମିକ ଜୀବନରେ ଶିଶୁ ପରିଥାଉ ଓ ଆମ୍ଭମାନଙ୍କୁ ସେହି ପରିପକ୍ୱତାର ସ୍ତରକୁ ଆସିବାକୁ ହୋଇଥାଏ। କିନ୍ତୁ ସେ ଯାହା ହେଉନା କାହିଁକି, ଈଶ୍ୱର ଆମମାନଙ୍କୁ ସେହି ପରିପକ୍ୱ ସନ୍ତାନତ୍ୱର ସ୍ତରକୁ ଆଣନ୍ତି, ଯେପରିକି ଆମେ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ହେବାକୁ ପାରୁ, ଯାହାକି ଅନ୍ୟ କୌଣସି ଉପାୟରେ ସାଧନ କରିବା ସମ୍ଭବପର ନୁହେଁ। ଦେଖନ୍ତୁ, 4 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, କିନ୍ତୁ ମୁଁ କହୁଅଛି, ଯେତେଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସଠାରୁ ଭିନ୍ନ ନୁହେଁ। ଏହି ପଦରେ ନାବାଳକ ବୋଲି ଯେଉଁ ଶବ୍ଦ ବ୍ୟବହାର କରାଯାଇଅଛି, ଏହାର ଅର୍ଥ ହେଉଛି ଏକ ଛୋଟ ପିଲା, ଯେ କି ପୂର୍ଣ୍ଣ କ୍ଷମତା ସହ କଥା କହିପାରେ ନାହିଁ। ତେବେ ଏହିପରି ଏକ ନାବାଳକ ପିଲା ଏକ ପରିବାର ମଧ୍ୟରେ ସେହି ପରିବାରର ଦାସଠାରୁ କୌଣସି ପ୍ରକାର ଭିନ୍ନ ନୁହେଁ। ଆଉ ସେ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ଅଭିଭାବକ ଓ ବ୍ୟବର୍ତ୍ତାମାନଙ୍କ ଅଧୀନରେ ଥାଏ। ତେବେ ପାଉଲଙ୍କର ଏହି ଦୃଷ୍ଟାନ୍ତଟିକୁ ବୁଝିବାକୁ ହେଲେ ଆମକୁ ସେହି ସମୟର ରୋମୀୟମାନଙ୍କର ପ୍ରଥା ଓ ଚଳଣି ମଧ୍ୟକୁ ଫେରିଯିବାକୁ ହେବ। ଗୋଟିଏ ରୋମୀୟ ଗୃହରେ ଦାସମାନଙ୍କର
ବିଭିନ୍ନ ପ୍ରକାର ଦାୟିତ୍ୱ ରହିଥିଲା। କିଏ ଜନ୍ତୁମାନଙ୍କର ଯତ୍ନ ତତ୍ତ୍ୱ ନେଉଥିଲେ, ତ କିଏ ଅସ୍ଥାବର ସମ୍ପତ୍ତି ଦେଖାଶୁଣା କରୁଥିଲେ, ଆଉ କିଏ ପିଲାମାନଙ୍କର ମଧ୍ୟ ଯତ୍ନ ତତ୍ତ୍ୱ ନେଉଥିଲେ। ଯେତେବେଳେ ଏକ ସନ୍ତାନ ଜନ୍ମଗ୍ରହଣ କରୁଥିଲା, ଦାସମାନେ ତାହାର ଯତ୍ନ ତତ୍ତ୍ୱ ନେଉଥିଲେ ଓ ତାହାକୁ ଖେଳ କୌତୁକର ପୋଷାକରେ ସଜ୍ଜିତ କରାଉଥିଲେ, ଯେପରିକି ସେ ତାହା ସହିତ ଖେଳୁଥିବା ତାହାର ସେହି ଦାସମାନଙ୍କର ସନ୍ତାନମାନଙ୍କଠାରୁ କୌଣସି ପ୍ରକାରେ ଭିନ୍ନ ଦେଖା ନଯାଏ ଓ ତାହାକୁ ଅନ୍ୟ ପିଲାମାନଙ୍କ ଭଳି ତାହାର ଦାସର କଥା ମାନିବାକୁ ଥିଲା। ଏହାପରେ 4 ପର୍ବର 2 ପଦରେ ଲେଖା ଅଛି, କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବ୍ୟବର୍ତ୍ତାମାନଙ୍କର ଅଧୀନରେ ଥାଏ। ପାଉଲ ଏଠାରେ କହନ୍ତି, କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ। ତାହେଲେ ସେହି ସମୟ କେଉଁ ସମୟକୁ ବୁଝାଏ? ଏହା ସେହି ସମୟକୁ ବୁଝାଏ ଯେତେବେଳେ କି ପିତା ଜାଣିବାକୁ ପାରନ୍ତି ଯେ ତାହାଙ୍କର ପୁତ୍ର ନିଜେ ନିଜର ନିଷ୍ପତ୍ତି ନେବାକୁ ସମର୍ଥ ଓ ସେ ତାହାକୁ ସେହି ପ୍ରାପ୍ତ ବୟସ୍କ ପୁତ୍ରର ସ୍ଥାନକୁ ଆଣନ୍ତି। ଲକ୍ଷ୍ୟ କରନ୍ତୁ, ଏ ସେହି ପିତା ଯେ କି ତାହାଙ୍କ ପୁତ୍ରର ପ୍ରାପ୍ତ ବୟସ୍କର ସ୍ଥିତିକୁ ସ୍ଥିର କରନ୍ତି। କାରଣ ପାଉଲଙ୍କ ସମୟରେ ପିତାମାନେ ସେମାନଙ୍କର ପୁତ୍ରମାନଙ୍କର ପ୍ରାପ୍ତ ବୟସ୍କ ବା ପରିପକ୍ୱତାର ସମୟସୀମାକୁ ନିର୍ଦ୍ଧାରଣ କରୁଥିଲେ। ତାହାପରେ ସେମାନେ ଏକ ଉତ୍ସବ ପାଳନ କରୁଥିଲେ, ଯାହାକୁ କି ଟୋଗା ଭିର୍ଲିସ୍ ବୋଲି କହନ୍ତି, ଯାହାକି ସେହି ପୁତ୍ରକୁ ସେହି ପରିବାର ମଧ୍ୟରେ ପ୍ରାପ୍ତ ବୟସ୍କ ସ୍ଥିତି ପ୍ରଦାନ କରୁଥିଲା। ଅର୍ଥାତ୍ ସେ ପୂର୍ଣ୍ଣ ବୟସ୍କ ସ୍ଥିତିରେ ପଦାର୍ପଣ କରୁଥିଲା। ସେ ନିଜେ ନିଜର ନିଷ୍ପତ୍ତି ନେଇପାରୁଥିଲା। ସେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରୁଥିଲା। ତାହାକୁ ଆଉ ଦାସର ଆଦେଶ ମାନିବାକୁ ପଡ଼ୁନଥିଲା, କାରଣ ସେ ବର୍ତ୍ତମାନ ପ୍ରାପ୍ତ ବୟସ୍କ ସନ୍ତାନର ସ୍ଥିତିରେ ଆସି ପହଞ୍ଚି ଯାଇଛି। ଏହାପରେ 4 ପର୍ବର 3 ପଦରେ ଲେଖା ଅଛି, ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ପ୍ରାଥମିକ ବିଷୟଗୁଡ଼ାକର ଦାସ ଥିଲୁ। ଲେଖା ଅଛି, ଜଗତର ପ୍ରାଥମିକ ବିଷୟଗୁଡ଼ାକର ଦାସ ଥିଲୁ। ଅର୍ଥାତ୍ ପ୍ରେରିତ ପାଉଲ କହିବା ପାଇଁ ଚାହାନ୍ତି, ଆମମାନେ ବ୍ୟବସ୍ଥାର ଅଧୀନରେ ଥିଲୁ। ପାଉଲ ଏଠାରେ ସେହି ଇସ୍ରାଏଲ ଜାତିର ବାଲ୍ୟାବସ୍ଥା ନେଇ ପ୍ରକାଶ କରନ୍ତି, ଯେତେବେଳେ କି ସେମାନେ ବ୍ୟବସ୍ଥାର ସମସ୍ତ ନୀତିନିୟମର ଅଧୀନ ହୋଇ ରହିଥିଲେ। ପ୍ରିୟ ବନ୍ଧୁ, ଏଠାରେ ଆମେ ଲକ୍ଷ୍ୟ କରିବା ପାଇଁ ପାରୁଅଛୁ ଯେ ବ୍ୟବସ୍ଥାର ଅଧୀନ ହୋଇ ରହିବାଟା ମନ୍ଦ ବିଷୟ ନୁହେଁ। ମାତ୍ର ବ୍ୟବସ୍ଥାର ଅଧୀନ ହୋଇ ରହିଲେ ଆମମାନଙ୍କୁ ବ୍ୟବସ୍ଥା ଅନୁଯାୟୀ ସମସ୍ତ ନୀତିନିୟମକୁ ମାନି ଚଳିବାକୁ ହେବ। ବ୍ୟବସ୍ଥାର ସମସ୍ତ ନୀତିନିୟମକୁ ପାଳନ କରିବାକୁ ହେବ। ସେଦିନ ଇସ୍ରାଏଲ ସନ୍ତାନଗଣ ବ୍ୟବସ୍ଥାର ସମସ୍ତ ନୀତିନିୟମର ଅଧୀନ ହୋଇ ରହିଥିଲେ ମଧ୍ୟ ସେମାନେ ତାହା ସମ୍ପୂର୍ଣ୍ଣ ରୂପେ ପାଳନ କରିପାରିନଥିଲେ। ତେଣୁକରି ସେମାନେ ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରିବାରୁ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଲେ। ଆଉ ଈଶ୍ୱର ଜାଣିବାକୁ ପାରିଲେ ଯେ ମନୁଷ୍ୟ ବ୍ୟବସ୍ଥାର ଅଧୀନ ହୋଇ ରହିଲେ କେବେ ହେଲେ ତାହାଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବ ନାହିଁ, ଯେହେତୁ ମନୁଷ୍ୟ ହେଉଛି ଦୁର୍ବଳ। କିନ୍ତୁ ସେ ମନୁଷ୍ୟକୁ ବ୍ୟବସ୍ଥା ପ୍ରଦାନ କଲେ, ଯେପରି ମନୁଷ୍ୟ ନିଜର ପାପ ତଥା ଅଯୋଗ୍ୟତା ବିଷୟକୁ ଲକ୍ଷ୍ୟ କରିବାକୁ ପାରେ ଏବଂ ତଦନୁଯାୟୀ ନିଜର ଜୀବନକୁ ସମୀକ୍ଷା କରି ସେ ଯେ ଦୁର୍ବଳ ପାପୀ ମନୁଷ୍ୟ ଏବଂ ସେ ଯେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତାକୁ ଅନୁଭବ କରେ, ତାହା ସେ ସେମାନଙ୍କୁ ଜଣାଇ ଦେବା ପାଇଁ ଚାହିଁଥିଲେ। ପ୍ରିୟ ବନ୍ଧୁ, ଆଜି ଏହି ଜଗତରେ ଯେତେବେଳେ ଆମମାନେ ଜୀବନଯାପନ କରୁଅଛୁ, ଆମମାନେ ଚିନ୍ତା କରିବା ଯେ ଆମେ କ'ଣ ପ୍ରକୃତରେ ସମସ୍ତ ନୀତିନିୟମକୁ ମାନି ଚଳିପାରିବା? ଈଶ୍ୱରଙ୍କର ବ୍ୟବସ୍ଥାକୁ କ'ଣ ଆକ୍ଷରିକ ଭାବେ ସଫଳ କରିପାରିବା? କେବେ ନୁହେଁ। କାରଣ ଆମମାନେ ଯେଉଁ ସମସ୍ତ ବିଷୟକୁ ଭଲ ବୋଲି ବିଚାର କରୁ, ତାହା ଆମେ ସାଧନ କରିପାରୁନା। ଆମମାନେ ତାହା ପାଳନ କରିପାରୁନା। ଆମମାନେ ବିଫଳ ହୋଇଯାଉ। ଆମମାନେ ପ୍ରତ୍ୟେକ ଏହି ସାଂସାରିକ ଜୀବନରେ
ନୀତି ନିୟମ ଜାଣୁ, କିନ୍ତୁ ଆମମାନେ ତାହା ପାଳନ କରିପାରୁନା। ଆମମାନେ ଝୁଣ୍ଟି ପଡ଼ୁ, ଆମମାନେ ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରୁ। ଏପରିକି ଜାଗତିକ କ୍ଷେତ୍ରରେ ମଧ୍ୟ ଆମମାନେ ସରକାରର ନୀତି ନିୟମକୁ ପାଳନ କରିପାରୁନା। ତେଣୁ ପ୍ରିୟ ବନ୍ଧୁ, ଆସନ୍ତୁ ଆମମାନେ ନୀତି ନିୟମ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ସେ ନୀତି ନିୟମ ଅନୁଯାୟୀ ଆମମାନଙ୍କର ଦୁର୍ବଳତାକୁ ଆମମାନେ ସମୀକ୍ଷା କରିବା ପାଇଁ ଚେଷ୍ଟା କରୁ, ଆଉ ସେହି ସମସ୍ତ ବିଷୟକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରି କ୍ଷମା ମାଗି ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।